ଓଡ଼ିଆ ଭାଷାର ବିବର୍ତ୍ତନ ଏବଂ ଏହାର ଅବହେଳିତ ଅବସ୍ଥାରୁ ଶୀର୍ଷ ସ୍ଥାନ ପର୍ଯ୍ୟନ୍ତ ଯାତ୍ରା ଅତ୍ୟନ୍ତ ଗୌରବମୟ। ଓଡ଼ିଆ ଭାଷାର ଇତିହାସ ବିଷୟରେ ଆଜିର ଭିଡ଼ିଓରେ ଆମେ କଥା ହେବା। ଓଡ଼ିଆ ଭାଷା କେବଳ ଗୋଟେ ଭାଷା ନୁହେଁ, ବରଂ ଓଡ଼ିଆ ଜାତିର ଅସ୍ତିତ୍ୱର କାହାଣୀ। ତ ଓଡ଼ିଆ ଭାଷା ପ୍ରାଚୀନ କାଳରୁ ମୂଳତଃ ପ୍ରାକୃତ ଏବଂ ମାଗଧୀ ଅପଭ୍ରଂଶରୁ ସୃଷ୍ଟି ହୋଇଥିବା ବିଶ୍ୱାସ କରାଯାଏ। ବେଳଙ୍କ ହାତୀଗୁମ୍ଫା ଶିଳାଲେଖରେ ପ୍ରାଚୀନ ଓଡ଼ିଆ ଭାଷାର ଝଲକ ଦେଖିବାକୁ ମିଳେ, ଯୋଉଟାକୁ କୁହାଯାଏ ଗୋଲ୍ଡେନ୍ ଏଜ୍। ମଧ୍ୟଯୁଗୀୟ ବିକାଶ ସମୟରେ 15ଶ ଶତାବ୍ଦୀରେ ଶୂଦ୍ରମୁନି ସାରଳା ଦାସ ଓଡ଼ିଆରେ ମହାଭାରତ ରଚନା କରି ଓଡ଼ିଆ ଭାଷାକୁ ଏକ ସୁଦୃଢ଼ ଭିତ୍ତିଭୂମି ପ୍ରଦାନ କରିଥିଲେ। ଜଗନ୍ନାଥ ଦାସଙ୍କ ଭାଗବତ ଓଡ଼ିଆ ଘରେ ଘରେ ଭାଷାକୁ ପହଞ୍ଚାଇଲା। ଉପେନ୍ଦ୍ର ଭଞ୍ଜଙ୍କ ପରି କବିମାନେ ଓଡ଼ିଆ ଶବ୍ଦକୋଷକୁ ଅଳଙ୍କାରିତ ଏବଂ ସମୃଦ୍ଧ କଲେ। ସଙ୍କଟ ସମୟ ଆସିଲା, ଯୋଉଟାକୁ ଡାର୍କ ଫେଜ୍ କୁହାଯାଏ। 19ଶ ଶତାବ୍ଦୀର ମଧ୍ୟଭାଗରେ ଓଡ଼ିଆ ଭାଷା ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା। କିଛି ପଡ଼ୋଶୀ ପ୍ରଭାବଶାଳୀ ଗୋଷ୍ଠୀ ଦାବି କରିଥିଲେ ଯେ ଓଡ଼ିଆ ଏକ ସ୍ୱତନ୍ତ୍ର ଭାଷା ନୁହେଁ। ବିଦ୍ୟାଳୟ ଏବଂ କୋର୍ଟ କଚେରୀରୁ ଓଡ଼ିଆ ଭାଷାକୁ ହଟାଇବା ପାଇଁ ଚେଷ୍ଟା କରାଯାଇଥିଲା। ତାପରେ ଓଡ଼ିଆ ଭାଷାର ଆନ୍ଦୋଳନ, ମାନେ ଓଡ଼ିଆ ଭାଷାକୁ ବଞ୍ଚିବା ପାଇଁ ଆନ୍ଦୋଳନ। ସେହି ସମୟରେ ମହାନାୟକ କିଏ ଥିଲେ ନା ଫକୀରମୋହନ ସେନାପତି, ଗୌରୀଶଙ୍କର ରାୟ, ମଧୁସୂଦନ ଦାସ, ଏଭଳି ଅନେକ ଲୋକ ଥିଲେ। ଫକୀରମୋହନ ଓଡ଼ିଆ ସାହିତ୍ୟର ବ୍ୟାସକବି ବୋଲି କୁହାଯାଏ, ଯିଏ ନିଜ ଲେଖନୀ ମାଧ୍ୟମରେ ଭାଷା ବିରୋଧୀମାନଙ୍କୁ କଡ଼ା ଜବାବ ଦେଇଥିଲେ। ଉତ୍କଳ ଦୀପିକା ପତ୍ରିକା ମାଧ୍ୟମରେ ଗୌରୀଶଙ୍କର ରାୟ ଜନଜାଗରଣ ସୃଷ୍ଟି କରିଥିଲେ। ଏମାନଙ୍କ ପ୍ରଚେଷ୍ଟାରେ, ମଧୁସୂଦନ ଦାସ ଆଉ ଫକୀରମୋହନଙ୍କ ପ୍ରଚେଷ୍ଟାରେ 1936 ମସିହାରେ ଭାଷା ଭିତ୍ତିରେ ଓଡ଼ିଶା ଭାରତର ପ୍ରଥମ ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଠିତ ହୋଇଥିଲା। ତାପରେ ଯେତେବେଳେ ରିଷ୍ଟ୍ରକ୍ଚର ହେଲା, ଭାଷାର ଆନ୍ଦୋଳନ ପରେ ଓଡ଼ିଆ ଭାଷାକୁ ଆମେ ଫେରି ପାଇଲେ, ତାପରେ ଥିଲା ତାର ମାନ୍ୟତା। ଓଡ଼ିଆ ଭାଷାର ଶ୍ରେଷ୍ଠତା ପ୍ରତିପାଦିତ ହେଲା ଯେତେବେଳେ 2014 ମସିହା ଫେବୃଆରୀ 20 ତାରିଖରେ ଭାରତ ସରକାର ଓଡ଼ିଆକୁ ଶାସ୍ତ୍ରୀୟ ଭାଷା କ୍ଲାସିକାଲ ଲାଙ୍ଗୁଏଜର ମାନ୍ୟତା ଦେଲେ। ସଂସ୍କୃତ, ତାମିଲ, ତେଲୁଗୁ, କନ୍ନଡ଼ ଏବଂ ମଲୟାଲମ ପରେ ଓଡ଼ିଆ ହେଉଛି ଭାରତର ଷଷ୍ଠ ଭାଷା ଯିଏ ଏହି ସମ୍ମାନ ପାଇଛି। ଏହା ପ୍ରମାଣ କଲା ଯେ ଓଡ଼ିଆ ଭାଷା ଅତି ପ୍ରାଚୀନ ଏବଂ ଏହାର ସାହିତ୍ୟିକ ମୂଲ୍ୟ ଅତୁଳନୀୟ। ଇଣ୍ଟରନେଟ୍ ଏବଂ ସୋସିଆଲ ମିଡ଼ିଆରେ ଓଡ଼ିଆ ଭାଷାର ବ୍ୟବହାର ବଢ଼ିଛି। ଓଡ଼ିଆ ଭାଷାକୁ ବିଶ୍ୱ ସ୍ତରରେ ପହଞ୍ଚିବା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ବଡ଼ ପଦକ୍ଷେପ ନିଆଯାଉଛି। ଆଜି ଏହା ବିଜ୍ଞାନ, ବୈଷୟିକ ଶିକ୍ଷା ଏବଂ ପ୍ରଶାସନିକ କ୍ଷେତ୍ରରେ ନିଜର ସ୍ଥାନ ଦୃଢ଼ କରିଛି। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାବ। ଯଦି କିଛି କ୍ୱେଶ୍ଚିନ୍ସ ଅଛି, ଡାଉଟ୍ ଅଛି, କମେଣ୍ଟରେ ଲେଖିଦେବା, ଆନ୍ସର କରିବା। ଆଉ ଯଦି ବୁଝି ହେଲା, ଭଲ ଲାଗିଲା, ତାହେଲେ ଭିଡ଼ିଓକୁ ଟିକେ ଲାଇକ୍ କରିଦେବ, ଭିଡ଼ିଓକୁ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥା। ତାହେଲେ ରହୁଛି, ଦେଖା ହେବା ଭିଡ଼ିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦିଅ। ବାଏ ବାଏ।